ଦେଖିବା ମକର ରାଶି 21 10 22 10 23 10 ନକ୍ଷତ୍ରର ଫଳ ସବୁ କ'ଣ ରହୁଛି ଗୋଟେ ଗୋଟିକି ଦେଖିବା। 21 10 ମକର ରାଶିର 2026ରେ କ'ଣ ଫଳ ଆସୁଛି? ରବିଙ୍କ ନକ୍ଷତ୍ର କ'ଣ ଫଳ ଆସୁଛି? କ୍ୟାରିୟର ବ୍ୟବସାୟ ବର୍ଷର ପ୍ରଥମ 6 ମାସ ଚାକିରିରେ କ୍ଷେତ୍ରରେ ପରିବର୍ତ୍ତନ ରହିଛି। ପରିଶ୍ରମର ଫଳ ବିଳମ୍ବରେ ମିଳିବ କିନ୍ତୁ ସ୍ଥାୟୀ ହେବ। ନୂତନ ବ୍ୟବସାୟ ଜୁନ୍ ପରେ ଆରମ୍ଭ କରନ୍ତୁ। ଗୁରୁ ଶୁଦ୍ଧି ଆସିବ ଜୁନ୍ ପରେ ଆରମ୍ଭ କରନ୍ତୁ। ବଡ଼ ନିବେଶ କରନ୍ତୁ ନାହିଁ। ବଡ଼ ନିବେଶ କଲେ ଠକାମିରେ ପଡ଼ିବେ। ଆର୍ଥିକ ସ୍ଥିତି ଏ ବର୍ଷଟି ଭଲ ରହିବ। ପୁରୁଣା ଧାର କର୍ଜ ଯଦି କିଛି ଥିବ ସେ ଆସ୍ତେ ଆସ୍ତେ ତାକୁ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ, ସୁଜା ହେଇଯିବ। ଜୁନ୍ ପରେ ଜମି ବା ଗାଡ଼ି ଜାଗା ଏସବୁ କିଣିବା ଯୋଗ ଆସୁଛି। ସ୍ୱାସ୍ଥ୍ୟ ଅଣ୍ଟା ଗୋଡ଼ ମାନସିକ ଅଶାନ୍ତି ଦେଖାଯିବ। ସୁଗାର ଇଏ ବଢ଼ିପାରେ। ଖାଦ୍ୟପେୟ ଉପରେ ନଜର ରଖନ୍ତୁ। ତାପରେ ବାଟ ଚାଲନ୍ତୁ, ଯୋଗ କରନ୍ତୁ। ପାରିବାରିକ ପ୍ରେମ ସମ୍ପର୍କ ପରିବାରରେ ଶୁଭକର୍ମ ହେବ ନିଶ୍ଚୟ। ପିଲାମାନଙ୍କ ଠାରୁ ଖୁସି ଖବର ପାଇବେ, ମିଳିବ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ତିକ୍ତ ରହିବ। ନିଜ ବାଣୀକୁ ଟିକେ ସଂଯତ କରନ୍ତୁ। ଯଦି କିଛି ଅସହାୟ ମନେ କରୁଛନ୍ତି ଆପଣଙ୍କର ଇଷ୍ଟ ହେଲେ ଶନି ଗ୍ରହ, ତେଣୁକରି ଶନି ମନ୍ଦିରରେ ଶନିବାର ଦିନ କଳା ଦୀପ, କଳା ଯେଉଁ ଆମର କରିଆରେ ବଳିତା, କଳା କନାରେ ବଳିତା ଏବଂ ପେଡ଼ା ରାଶି ତେଲ, କିଣା ରାଶି ତେଲ ହେବନି, ରାଶି ନେଇ କଳରେ ପେଶିବେ, ସେ ତେଲକୁ ଜାଳିବେ, ତାହେଲେ ଫଳ ମିଳିବ। କିଣା ରାଶି ତେଲ କଲେ କିଛି ଫଳ ମିଳିବନି। ଡୁପ୍ଲିକେଟ୍ ତେଲ କିଛି ମୂଲ୍ୟ ନାହିଁ। କଳା କନା, କଳା ଦୀପ, ବଳିତା ଦୀପରେ ଜାଳିବେ, ବସି ଜାଳିବେ। କ'ଣ ଫଳ ହେଲା ମୋତେ କହିବେ। ବିଶେଷ କରି ମକର ରାଶି ପ୍ରାୟ ଜୁନ୍ ଠାରୁ ପ୍ରାୟ ଭଲ ଆସୁଛି।